माने एथिक्स किंबा उसूल बोलते हैं कि नहीं। हम लोगों के कुछ उसूल होते हैं, दुनिया में ही है भैया, लेकिन सब लोगों की तरह सब कुछ नहीं करने का, सब कुछ नहीं करना है हमें। ସେମାନେ ତ ଏମିତି ବୁଲୁଛନ୍ତି, ସେମାନେ ଏମିତି ଡ୍ରେସ ଫ୍ରେସ ପିନ୍ଧୁଛନ୍ତି, ଆମେ କଲେ କଣ ଭଲ? ଆରେ ସେମାନେ ଅଲଗା, ଆମେ ଅଲଗା, ଅଲଗା ଫିଲ୍ କରୁନାହାନ୍ତି ନିଜକୁ। ନିଜକୁ ରିଜର୍ଭ ଫିଲ୍ କରନ୍ତୁ ଆଜ୍ଞା, ନିଜକୁ ରିଜର୍ଭ। ରିଜର୍ଭ ମାନେ କଣ? ଆମେ ଜଗତରେ ଆମର ଆମେ ଅଲଗା ଆଜ୍ଞା, ଆମେ ଆମର ଗ୍ରୁପ ଅଲଗା, ଆମେ ଅଲଗାରୁ ଆସିଛୁ, ଅଲଗା ଦୁନିଆରୁ ଆସିଛୁ ବୋଲା ପରି ଥିବାର ଅଛି, ମିଶି ଯିବାର ନାହିଁ ସବୁଠି। ଆଉ ହୁଏତ ଅନ୍ୟମାନଙ୍କୁ ଆମଠୁ ମିଶାଇବାର ସିନା, ଆମେ ସେମାନଙ୍କ ପାଖକୁ ଯାଇକି ମିଶିବାର କଥା ନୁହେଁ। କାହିଁ ଜିର୍ମିୟ 15 19 ପଢିଥିଲୁ ବୋଧେ ଥରେ। ଜିର୍ମିୟ ଏଇ 15:19 ଭଏସ କ୍ଲିୟର ଅଛି ମୋର? ହଁ ସାର୍, ରାଇଟ ବେଟା। ଏ ନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେବେ ଫେରିବ, ତେବେ ଆମ୍ଭ ସମ୍ମୁଖରେ ଠିଆ ହେବା ନିମନ୍ତେ ଆମ୍ଭେ ତୁମ୍ଭକୁ ପୁନର୍ବାର ଆଣିବା। ପୁଣି ତୁମ୍ଭେ ଯେବେ ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରିନେବ, ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ। ସେମାନେ ତୁମ୍ଭ କତିକି ଫେରି ଆସିବେ, ମାତ୍ର ତୁମ୍ଭେ ସେମାନଙ୍କ କତିକି ଫେରିଯିବ ନାହିଁ। ପ୍ରେଜ ଦ ଲର୍ଡ। ତୁମ୍ଭେ ଯଦି ଫେରିବ ତେବେ ତୁମ୍ଭେ ଯଦି ଫେରିବ ତେବେ ଆମ୍ଭ ସମ୍ମୁଖରେ ଠିଆ ହେବା ନିମନ୍ତେ ଆମ୍ଭେ ତୁମକୁ ପୁନର୍ବାର ଆଣିବା। ପୁଣି ତୁମେ ଯଦି ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରିନେବ, ତେବେ ତୁମେ ଆମ୍ଭର ମୁଖ ସ୍ୱରୂପ ହେବ, ଆଉ ସେମାନେ ତୁମ ନିକଟକୁ ଫେରି ଆସିବେ, ମାତ୍ର ତୁମେ ସେମାନଙ୍କ ନିକଟକୁ ଫେରି ଯିବ ନାହିଁ। 20 ପଦ ପଢ। ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ ପ୍ରାଚୀର ସ୍ୱରୂପ କରିବା। ସେମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରିପାରିବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ତ୍ରାଣ କରିବା ପାଇଁ ଓ ତୁମ୍ଭର ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ। ମୁଁ ଆପଣମାନଙ୍କୁ ବହୁତ ଥର କହିଲି କି ବାଇବେଲର ପ୍ରତ୍ୟେକ ପ୍ରତିଜ୍ଞା ସର୍ତ୍ତ ଯୁକ୍ତ ଅଟେ, କଣ୍ଡିଶନ୍ସ ଆପ୍ଲାଏ। ତ ସବୁବେଳେ ଆମେ ଯେଉଁ ପ୍ରତିଜ୍ଞା ଶୁଣୁ, ଭୟ କର ନାହିଁ, ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ ବୋଲି ପରମେଶ୍ୱର ତୁମକୁ ଆଜି କହୁଛନ୍ତି, ମାଇ ଡଟର, ମାଇ ଚାଇଲ୍ଡ, ମାଇ ସନ୍, ମାଇ ଡଟର, ଗଡ୍ ଇଜ ଗୋଇଂ ଟୁ ବି ୱିଥ୍ ୟୁ ଇନ୍ ଏଭ୍ରି ସର୍କମଷ୍ଟାନ୍ସେସ୍ ବୋଲିଲା ବେଳକୁ ଆମେ ତାଳି ମାରିକି ଖୁସି ହେଇଯାଉଛୁ। ଆରେ କଣ୍ଡିସନ କଣ କହିବାର ନାହିଁ କି? ତୁମେ କେମିତି ଥିଲେ ଆମ୍ଭ ମାନଙ୍କର ଜୀବନର ଆଚରଣ, ବ୍ୟବହାର, ବୁଦ୍ଧି କେମିତି ଥିଲେ ସେ ଆମ ସହ ସଙ୍ଗେ ସଙ୍ଗେ ଥିବେ, ତାର କଣ୍ଡିସନ ଏଠି ଦେଇଛନ୍ତି ପ୍ରଭୁ। ସର୍ତ୍ତ କଣ ସେଟା ଆମେ ପଢିଲୁ ଯାହା ସେ 19 ପଦରେ, ପୁଣି ତୁମେ ଯଦି ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରିନେବ, ୟୁ ହାଭ ଟୁ ବ୍ରିଙ୍ଗ କଣ, you have to know how to distinguish things। ଭଲ ମନ୍ଦର ଫରକ ଯଦି ତୁମେ ଜାଣିପାରିବ, ବେକାର ବସ୍ତୁ କୋଟା, ବହୁମୂଲ୍ୟ ବିଷୟ କୋଟା, ମୂଲ୍ୟବାନ ବିଷୟ କୋଟା ତୁମେ ଜାଣିପାରିବ, ବିବେଚନା କରିପାରିବ, ଚିହ୍ନି ପାରିବ ଯଦି, ନମ୍ବର 1। ଆଉ ନମ୍ବର 2, ତୁମ୍ଭେ କଣ, ସେମାନେ ତୁମ ନିକଟକୁ ଆସନ୍ତୁ, ମାତ୍ର ତୁମେ ସେମାନଙ୍କ ପାଖକୁ ଯାଇକି ମିଶି ଯାଉନାହିଁ। ଲୋକମାନେ ହୁଏତ ତୁମ ପାଖକୁ ଆସିକି ଯାଇକି ମିଶିବା କଥା ନା, ଆଉ ତମେ ଯାଇକି ପ୍ରଭୁ ସମସ୍ତଙ୍କୁ ପ୍ରେମ କର ବୋଲି କହିଛନ୍ତି, ଆମେ ସମସ୍ତଙ୍କୁ ଗ୍ରହଣ କରିବାର ବୋଲି ତମେ ଯାଇକି କାନ୍ଥ ଡେଇକି ସୀମା ପାର କରିକି ଡେଇ ପଡ ନାହିଁ। ଲୋକମାନଙ୍କୁ ଏ ସୀମା ଭିତରକୁ ଡାକି ଆଣ, ଖ୍ରୀଷ୍ଟଙ୍କର ଶିକ୍ଷାର ସୀମା। କାହିଁ କୁଆଡେ ଗଲେ ଏଟା?
ସେ ପ୍ରଥମ ଯୋହନ ପାଖରେ ଥିଲୁ। ଖ୍ରୀଷ୍ଟଙ୍କର ଶିକ୍ଷାର ସୀମା ମଧ୍ୟରେ ନ ରହି ଦ୍ୱିତୀୟ ଯୋହନ 9 ପଦର ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ୱରଙ୍କୁ ପାଇନାହିଁ। ହ୍ୟାଲୋ, ସେମାନେ ଈଶ୍ୱରଙ୍କର କଥା ହିଁ କହୁଥିବେ, ଓକେ, ଈଶ୍ୱରଙ୍କ ବିଷୟରେ ହିଁ ପ୍ରଚାର କରୁଥିବେ, କିନ୍ତୁ ପ୍ରକୃତରେ ଈଶ୍ୱରଙ୍କୁ ପାଇନାହାନ୍ତି ସେମାନେ। ଯେଉଁ ଯୀଶୁଙ୍କୁ, ଯେଉଁ ବାକ୍ୟକୁ ସେମାନେ ଭଲ ଭାବରେ ଜାଣି ପାରିନାହାନ୍ତି, ସେଇ ସମ୍ବନ୍ଧରେ ଶିକ୍ଷା ବେଶୀ ଦିଅନ୍ତି ପୁଣି ସେମାନେ। ଦେଖ ସେ ବୋର୍ଡ ବି ଦେଖ, ପିତର ଦ୍ୱିତୀୟ ପିତର ନା ପ୍ରଥମ ପିତର ଟିକେ ଦେଖେଇବି। ଯାହା ସେମାନେ ଆଗରୁ ପ୍ରକୃତରେ ସେମାନେ ଆକ୍ଚୁଆଲି ବୁଝି ନାହାନ୍ତି, ପୁଣି ତଥାପି ଆମେ ବହୁତ କିଛି ଶିଖିଛୁ ବୋଲି ସେମାନେ ଦାବି କରନ୍ତି ପୁଣି। ଜିହୁଦା 1:10 ଅଛି। ଓକେ, ହଁ, ଜିହୁଦାରେ ବି ଥିବ 1:10। ହଁ, ସେଟା ବି ପଢ, ମୁଁ ଦ୍ୱିତୀୟ ପିତର ଦେଖୁଛି। ଅନ୍ୟ ପକ୍ଷରେ ଏମାନେ ଯେଉଁ ସମସ୍ତ ବିଷୟ ଜାଣନ୍ତି ନାହିଁ, ସେହି ସବୁର ନିନ୍ଦା କରନ୍ତି, ପୁଣି ଅଜ୍ଞାନ ପଶୁ ପରି ଯାହା ଯାହା ସ୍ୱାଭାବିକ ଭାବେ ବୁଝନ୍ତି, ସେ ସବୁ ଦ୍ୱାରା ବିନଷ୍ଟ ହୁଅନ୍ତି। ଯାହା ବୁଝିଛୁ, ଯାହା ଭଲରେ ବୁଝି ସାରିଲୁ ଆଜ୍ଞା ବୋଲି ଯାହା ଦାବି କରନ୍ତି, ସେହି କଥାରେ ସେମାନେ ବିନଷ୍ଟ ବି ହେଇଯିବେ ପୁଣି ସେହି ଶିକ୍ଷା ଦ୍ୱାରା। ଆମେ ପୁରା ପରଫେକ୍ଟ ଜାଣିଲୁ ଆଜ୍ଞା, ପରଫେକ୍ଟ ଆମେ ତ ଜାଣି ସାରିଲୁ, ଆଉ ବାକି ଲୋକ ସମସ୍ତେ ଅଜ୍ଞାନୀ, ଆମେ ଜାଣିଛୁ ବୋଲି ଯେଉଁ କଥାରେ ସେମାନେ ଦାବି କରନ୍ତି, ସେହି କଥାରେ, ସେହି ବାକ୍ୟରେ ସେମାନେ ବିନଷ୍ଟ ହେବେ ପୁଣି। କଣ ପୁଣି ଅନ୍ୟ ପକ୍ଷରେ ଏମାନେ ଯେଉଁ ସମସ୍ତ ବିଷୟ ଜାଣନ୍ତି ନାହିଁ, ସେହି ସବୁର ନିନ୍ଦା କରନ୍ତି, ପୁଣି ଅଜ୍ଞାନ ପଶୁ ପରି ଯାହା ଯାହା ସ୍ୱାଭାବିକ ଭାବେ ବୁଝନ୍ତି, ସେ ସବୁ ଦ୍ୱାରା ବିନଷ୍ଟ। ଦ୍ୱିତୀୟ ପିତର 2:12 ବି ସେମ ଅଛି। କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ବିଷୟର ନିନ୍ଦା କରି ସେଗୁଡାକର ବିନାଶରେ ନିଜେ ବିନଷ୍ଟ ହେବେ। ଦେଖ, ଯେଉଁ ଯେଉଁ ବିଷୟର ଅଜ୍ଞାତ, ଯାହା ବୁଝି ନାହାନ୍ତି, ଯାହା ଜାଣି ନାହାନ୍ତି, ସେହି ବିଷୟରେ ନିନ୍ଦା ମାନେ କଣ? ତର୍କ କରନ୍ତି, ତମର ତ ଭୁଲ, ତୁମେ ଭଣ୍ଡ ଶିକ୍ଷକ, ତମର ଭଣ୍ଡ ଶିକ୍ଷା, ଆଉ ତମର ଦୃଷ୍ଟି ଯଦି ଏଟା ଭଣ୍ଡ, ଏଇ ଶିକ୍ଷା ଯଦି ତୁମ ଦୃଷ୍ଟିରେ ଭଣ୍ଡ।